ମୋ ମାମା ଏତେ ଭଲ ପକୁଡି ବନାଏ ମୁଁ କେବେ ବି ଜାଣିନଥିଲି। ହ୍ୟାଲୋ ବ୍ଲଗର ଡେ 7। ଆମ ଆଡେ ଆଜି ବର୍ଷା ପବନ ପୁରା ଅଧିକ। ଏଇ ପାଗକୁ କଣ ଗରମ ଖାଇବା ହେଲେ ରେଡି। ଏଇ ପାଗ ସହିତ ଭୋକ ମୋର ବଢି ଯାଉଛି। ମାମାକୁ କହିଲି ପକୁଡି ବନାଅ, ଆଉ ମାମା ଏପଟେ ପକୁଡି ପାଇଁ ଆଳୁ କାଟୁଛି। ତାପରେ କିଛି ପିଆଜ କାଟିଦେଲା। ଆଳୁ ପିଆଜକୁ ଭଲସେ ଧୋଇଦେଲା। ତାପରେ ସେଥିରେ କିଛି ହଳଦୀ ଗୁଣ୍ଡ, ଲୁଣ ଆଉ ଅଳ୍ପ ସୋଡା ପକେଇଦେଲା। ଆଉ ମଧ୍ୟ କିଛି ବେସନ ପକେଇଦେଲା। ମାମା କଡେଇରେ ତେଲ ପକେଇ ତେଲ ଗରମ ହେବା ପାଇଁ ଛାଡିଦେଲା। ଆଉ ହାଲକା ପାଣି ଦେଇ ବେସନକୁ ଗୋଳେଇ ଦେଲା। ମାମା ପକୁଡି ଆଣୁକୁ ଛୋଟ ଛୋଟ ଭାବେ ତେଲରେ ଛାଡିଦେଲା। କିଛି ପକୁଡି ହେଲା ପରେ ମୁଁ ଗୋଟେ ଆଣି ଟେଷ୍ଟ କରିଲି। ଓ ଭାଇ, କଣ ଲାଗୁଛି ଯେ ପୁରା ରେଡି। ଗୋଟେ ପକୁଡି ଖାଇଛି କି ନାହିଁ ଆଉ ରହିପାରିଲିନି। ମାମା ଆହୁରି ପକୁଡି ଦେଲା ଆଉ ଖାଇଲି। ଖାଲି ପକୁଡି ନୁହଁ, ତା ସହିତ ମୁଁ ଏପଟେ ନଟିଆ ଦେଖୁଛି। ଭାଇ ପକୁଡି ପୁରା କଷ। ମୁଁ ଏବେ ରାସ୍ତା ଆଡେ ଆସିଛି। ଏବେ 9ଟା 15 ହେଲାଣି। ଏବେ ମନର ଦେଖା ମିଳିଲା। ଆମ ଘର ବାହାରେ ମୋ ମାମା ଆଉ ଗୁନୁ ଆମେ ବସିଛୁ। ଗୁଲୁ ବି ପାଟି ଶୁଣିକି ଆସିଗଲା। ମୋ ମାମା ପାଦରେ ଆମ ଗୁନୁ ଅଳତା ଲଗେଇ ଦଉଛି। ଘରେ ଟିକେ ଅଳ୍ପ ପାସ୍ତା ଖାଇଦେଲି। ଶୋଇକି ଗୋଟେ ନୂଆ ଫିଲ୍ମ ଦେଖୁଛି। ଆଜିର ବ୍ଲଗକୁ ଏଣ୍ଡ କରୁଛି। ଜୟ ଜଗନ୍ନାଥ।